ଜୟ ଜଗନ୍ନାଥ ସାୟନା ଓଡ଼ିଆ ଟେକ୍କୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ବର୍ତ୍ତମାନ ସୁଭୋଦୟ ଯୋଜନାର ଆସିଲା ଦ୍ୱିତୀୟ କିସ୍ତି ଟଙ୍କା। ଏଥିରେ କେଉଁମାନଙ୍କୁ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା, ଚାଲନ୍ତୁ ଟିକେ ନଜର ପକାଇବା ଆମେ। ଦେଖନ୍ତୁ, ପ୍ରଥମେ ରହୁଛି ଯେ ଆପଣମାନେ ଠିକ୍ ଭାବରେ ଫର୍ମଟିକୁ ଫିଲ୍ଅପ୍ କରିଥିବେ, ଯେପରିକି ସମ୍ପୂର୍ଣ୍ଣ ଓଡ଼ିଆ କିମ୍ବା ସମ୍ପୂର୍ଣ୍ଣ ଇଂଲିଶ। ଦ୍ୱିତୀୟ ହେଉଛି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଡେବିଟ୍ ଲିଙ୍କ ନିହାତି ଥିବା ଆବଶ୍ୟକ। ତ ସମସ୍ତ KYC ଫର୍ମ ତ ଲିଙ୍କ କରିଥିବେ, କିନ୍ତୁ ଆପଣ ବ୍ୟାଙ୍କ ଗଲେ ଆପଣ କହିବେ ଯେ ଆପଣଙ୍କ ଖାତା ସହିତ ଡେବିଟ୍ ଲିଙ୍କ ଅଛି ନା ନାହିଁ। ଯଦି ଆପଣଙ୍କର ଡେବିଟ୍ ଲିଙ୍କ ନଥିବ, ତାହେଲେ ଯଥାଶୀଘ୍ର ଆପଣ ଡେବିଟ୍ ଲିଙ୍କ କରନ୍ତୁ। ଏ ଥିଲା ତୃତୀୟ ପଏଣ୍ଟ। ଦେନ୍ ରହୁଛି ଯେଉଁମାନଙ୍କ ଅନଲାଇନ୍ ଆପ୍ଲାଏ କରିଛନ୍ତି, ସୁଭୋଦୟ ଯୋଜନା ଆପ୍ଲାଏ କରି, ଯେପରିକି ଆପଣ ଷ୍ଟାଟସ୍ ପେଣ୍ଡିଂ ନଥିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କ ବ୍ୟାଙ୍କ ଖାତା ସହିତ ଯଦି ଡେବିଟ୍ ସକ୍ଷମ ଅଛି, ତାହେଲେ ଆପଣମାନଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ। ଯଦି ଆପଣଙ୍କ ଡେବିଟ୍ କରିନାହାନ୍ତି, ଆପଣମାନେ ବ୍ୟାଙ୍କ ଯାଉଛନ୍ତି, KYC ଫର୍ମ ଅପଡ଼େଟ୍ କରି ପଳାଉଛନ୍ତି, କିନ୍ତୁ ଆପଣଙ୍କୁ ନିହାତି ଆପଣ ବ୍ୟାଙ୍କ ଖାତା ସହିତ ଡେବିଟ୍ ଲିଙ୍କ କରନ୍ତୁ। ଦେଖନ୍ତୁ, ତୃତୀୟ ହେଉଛି ଯଦି ଆପଣମାନଙ୍କର ବ୍ୟାଙ୍କ ଖାତା ସହିତ ଆଧାର କାର୍ଡ଼ ନାମ ଠିକ୍ ନଥିବ, ଆପଣଙ୍କ ବ୍ୟାଙ୍କ ଖାତାରେ ଗୋଟେ ନାମ ଥିବ, ସ୍ପେଲିଂ ମିଷ୍ଟେକ୍ ଥିଲେ ବି ଆପଣଙ୍କ ଡେବିଟ୍ ମାଧ୍ୟମରେ ଆପଣ ଆକାଉଣ୍ଟକୁ ପଇସା ଆସିବ ନାହିଁ। ତେଣୁ ଆପଣମାନଙ୍କ ବ୍ୟାଙ୍କ ଖାତା ସହିତ ଆଧାର କାର୍ଡ଼ ନାମ ସମ୍ପୂର୍ଣ୍ଣ ରୂପେ ଠିକ୍ ଥିବ। ଯଦି ସମସ୍ତ ଠିକ୍ ଅଛି, ତାହେଲେ ଆପଣଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ। ଏହା ଥିଲା ଉପମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ାରେ ଗସ୍ତରେ ଥିବା ମିଶନ ଶକ୍ତି ମିଟିଂରେ କହିଥିଲେ ଯେ ଖୁବ୍ ଶୀଘ୍ର ଦ୍ୱିତୀୟ କିସ୍ତି ଟଙ୍କା ବାକି ମହିଳାମାନଙ୍କୁ ଦିଆଯିବ। ତେଣୁ ଆପଣମାନେ ଗୋଟେ ପଏଣ୍ଟ ହେଉଛି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଡେବିଟ୍ ଲିଙ୍କ ନିହାତି କରନ୍ତୁ। ଯଦି ଆପଣମାନେ ଡେବିଟ୍ ଲିଙ୍କ କରିଥିବେ, ତାହେଲେ ଆପଣମାନଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ଖୁବ୍ ଶୀଘ୍ର ମିଳିବ। ଏ ଥିଲା ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା।